ପିଲାମାନେ ଆଉ ଗୋଟେ କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା ସୁନା କଣ୍ଢେଇ। ବିଶାଳ ବୋଲି ପିଲାଟିଏ ଥିଲା। ସେ ଭାରି ଅଳସୁଆ। ସକାଳୁ ଶୀଘ୍ର ଉଠୁନଥିଲା, ବଡ଼ମାନଙ୍କ କଥା ମାନୁନଥିଲା କି କୌଣସି କାମ ଠିକ୍ ସମୟରେ ବି କରୁନଥିଲା। ସେଥିପାଇଁ ଘରେ କି ବାହାରେ କେହି ତାକୁ ଭଲ ପାଉନଥିଲେ। ଥରେ ତାଙ୍କ ଗାଁକୁ କଣ୍ଢେଇ ନାଚ ଆସିଥିଲା। ବିଶାଳ ତାର ବାପା ମାଙ୍କ ସହ କଣ୍ଢେଇ ନାଚ ଦେଖିବା ପାଇଁ ଗଲା। ଦୁଇଟି କଣ୍ଢେଇ ବାହାରିଲେ। ଗୋଟିଏ କାଠ କଣ୍ଢେଇ ଆଉ ଅନ୍ୟଟି ସୁନା କଣ୍ଢେଇ। ସୁନା କଣ୍ଢେଇ ବହୁତ ସଫାସୁତୁରା ଓ ଭଲ ପୋଷାକ ପିନ୍ଧିଥିଲା। କାଠ କଣ୍ଢେଇଟି ମଇଳା ଓ ଅସନା ପୋଷାକ ପିନ୍ଧିଥିଲା। ସୁନା କଣ୍ଢେଇ ସକାଳୁ ଶୀଘ୍ର ଉଠିଲା, ପ୍ରାତଃସ୍ମରଣ ବୋଲିଲା, ମୁହଁ ଧୋଇଲା, ଦାନ୍ତ ଘଷିଲା, ପାଇଖାନା ଗଲା, ଗାଧୋଇଲା, ଭଗବାନଙ୍କୁ ମୁଣ୍ଡିଆ ମାରିଲା, ଗଜାମୁଗ ଖାଇ ଗଣବେଶ ପିନ୍ଧି ବଡ଼ମାନଙ୍କୁ ପାଦ ଛୁଇଁ ପ୍ରଣାମ କରି ବିଦ୍ୟାଳୟକୁ ଗଲା। ଗୁରୁଜୀ ଗୁରୁମାଙ୍କୁ ପ୍ରଣାମ କଲା। ସମସ୍ତଙ୍କ ସହିତ ମିଶି ବନ୍ଦନା କଲା, ଗୀତ ବୋଲିଲା, ଖେଳ ଖେଳିଲା, ଛବି ଆଙ୍କିଲା, ଭୋଜନ ମନ୍ତ୍ର କରି ଭୋଜନ କଲା। ଶେଷରେ ବନ୍ଦେ ମାତରମ୍ କରି ଘରକୁ ଫେରିଲା। ଘରକୁ ଫେରି ମୁହଁ ହାତ ଧୋଇ ଭାତ ଖାଇଲା ଓ ପରେ ଶୋଇଗଲା। ଉଠିବା ପରେ ଫଳ ଖାଇଲା। ତାପରେ ବାପାଙ୍କ ସହ ବୁଲି ଚାଲିଗଲା। ଘରକୁ ଫେରି ସନ୍ଧ୍ୟା ପ୍ରାର୍ଥନା କଲା। ଜେଜେମା ଜେଜେବାପାଙ୍କ ଠାରୁ ଗପ ଗୀତ ଶୁଣିଲା। ରାତ୍ରି ଭୋଜନ କରି କିଛି ସମୟ ପରେ କ୍ଷୀର ପିଇ ଶୋଇଲା। କାଠ କଣ୍ଢେଇଟି ଭାରି ଅଳସୁଆ। ସେ ବହୁତ ଡେରିରେ ଉଠିଲା, କୌଣସି କାମ ଠିକ୍ ସମୟରେ କଲା ନାହିଁ। କାଠ କଣ୍ଢେଇକୁ କେହି ମଧ୍ୟ ଭଲ ପାଉନଥିଲେ। ସୁନା କଣ୍ଢେଇକୁ ସମସ୍ତେ ଭଲ ପାଉଥିଲେ। ସୁନା କଣ୍ଢେଇଟି ବଡ଼ ହୋଇ ଭଲ କାମ କଲା। କଣ୍ଢେଇ ନାଚ ସରିଲା। ସବୁ ପିଲା ତାଳି ମାରିଲେ। ବିଶାଳ ବାପା ମାଙ୍କୁ କୁଣ୍ଢେଇ ଧରି କହିଲା, ମୁଁ ସୁନା କଣ୍ଢେଇ ହେବି। ସତକୁ ସତ ତା ପରଦିନ ବିଶାଳ ସକାଳ ଉଠି ସୁନା କଣ୍ଢେଇ ପରି ସବୁ କାମ ଠିକ୍ ସମୟରେ କଲା। ବିଶାଳ ପଚାରିଲା, ମା ମା ମୁଁ ଆଜିଠୁ ଭଲ ପିଲା ନା? ମା କହିଲେ, ତୁ ଖାଲି ଭଲ ପିଲା ନୁହଁ, ତୁ ତ ମୋର ସୁନା କଣ୍ଢେଇ।